ନବମ ସ୍କନ୍ଦ ନବମ ଅଧ୍ୟାୟ। ଶ୍ରୀ ଶୁକ ଉବାଚ। ଏବେ ଶୁଣ ନୃପମଣି କପିଳ ମୁଖ ବାକ୍ୟ ଶୁଣି ଅଂଶୁମାନ ଘର ବନେ ବସିଲା ନିଶ୍ଚଳ ଆସନେ। ମନ ପବନ ସଂଯମନେ ସଂକଳ୍ପ ଗଙ୍ଗା ଆଗମନେ। ଅନେକ କାଳ ତପ କଲା ସେ ବନେ ପ୍ରାଣ ବିସର୍ଜିଲା। ଦନ୍ତେ ତା ପୁତ୍ର ଦିলীପ ଗଙ୍ଗାର ଅର୍ଥେ କଲା ତପ। ତଥାପି ଗଙ୍ଗା ନ ପାଇଲା କାଳର ବସେ ନାଶ ଗଲା। ତାର କୁମର ଭଗୀରଥ ଗଙ୍ଗା ଆଗମେ ତପଚିତ। ସେ ତପ କଲା ଘର ବନେ ବସିଲା ଦୃଢ଼ ଯେ ଆସନେ। ତାହାର ତପ ବଳ ଭାବି ସନ୍ତୋଷେ ମିଳିଲେ ଜାହ୍ନବୀ। ରୁହନ୍ତି ପ୍ରସନ୍ନ ବଦନେ ବର ତୁମାଗ ତୋଷ ମନେ। ଠଣେ ଶିରେ ଦେଇ କର ବୋଲେ ମୋ ପିତୃଙ୍କୁ ଉଦ୍ଧର। ବିଳ କୋପେ ଦଗ୍ଧ ହୋଇ ତ ବିନୁ ତାଙ୍କ ଗତି ନାହିଁ। ଏ ଶୁଣି ବୋଲନ୍ତି ଭଗବତୀ କେ କହିପାରେ ମୋର ଗତି। ଆକାଶୁ ଭୂମିରେ ପଡ଼ନ୍ତେ ଭୂମି ନ ଶିବ ମୋର ଘାତେ। ଏ ପାତାଳେ ପଡ଼ନ୍ତେଣ ମୁହିଁ ମୋର ଉଦ୍ଧାରେ ଶକ୍ତି ନାହିଁ। କିବା ମୁଁ ଭୂମିକୁ ନ ଗଲେ କେମତେ ତରିବେ ସେ ଭଲେ। ବିଷ୍ଣୁଙ୍କ ଆଜ୍ଞାର ପ୍ରମାଣ ନ ଗଲେ ନାହିଁ ପରିତ୍ରାଣ। ରାଜୋବାଚ। ଏ ସାଧୁ ବିଶ୍ୱାସ ଶାନ୍ତ ଦାନ୍ତ ବ୍ରହ୍ମିଷ୍ଟି ଲୋକ ପାବନତ। ଏହାଙ୍କ ଅଙ୍ଗ ସଙ୍ଗ ଭଲେ ପାପ କରନ୍ତି ଅବହେଳେ। ତୁମ୍ଭ ପାପ ବିନାଶନେ କ୍ଷମ କି ନହିବେ ସେମାନେ। ଶୁଣି ଆନନ୍ଦ ସୁର ଧୁନି ଗମନେ ତାର ଭାବ ଘେନି। ତୋହର ବ୍ୟଗ୍ର ସହିବାରେ ବିନୁ କେ ଅଛି ଅପରେ। ତୋ ବ୍ୟଗ୍ର ରୁଦ୍ର ବାସ ହେ ଦେହରେ ବିଶ୍ୱ ତେଜ ଭୟେ। ରୁଦ୍ରର ଦେହେ ଜଗତ ବଶ୍ଚର ପ୍ରାୟ ତ ପୃଥମ୍। ଗଙ୍ଗା ବୋଇଲେ ହୁ ସତ୍ୟ ତୁ ଏବେ ସେବ ବିଶ୍ୱନାଥ। ମନ୍ତେ ଗଙ୍ଗା ବାକ୍ୟ ଶୁଣି ଆନନ୍ଦେ ଗଲା ନରମଣି। ସେବିଲା ଈଶ୍ୱର ଚରଣେ ପିତୃଙ୍କ ଉଦ୍ଧାର କାରଣେ। ସେ ଭଗୀରଥ ପୁଣ୍ୟ ବଳେ ଶିବ ସନ୍ତୋଷ ଅଳ୍ପ କାଳେ। ଏ ବୋଇଲେ ଧରି ବଇଁଶିରେ ଜଟା କଳାପ ଅଭ୍ୟନ୍ତରେ। ଜାହ୍ନବୀ ରୁଦ୍ରର ବଚନେ ତକ୍ଷଣେ ଶ୍ରବିଲେ ଗଗନେ। ସ୍ୱଭାବେ ବିଷ୍ଣୁ ପାଦ ଜଳ ସୁପୁଣ୍ୟ ସୁରୁଚି ସୁନିର୍ମଳମ୍। ଜଳେ ପୁରିଲା ଜଟା ଭାର ଧାରାଏ ଚିନ୍ତିଲା ଶରୀର। ଏ ରୁଦ୍ର ଶରୀରୁ ଗଙ୍ଗା ଖସି ପଡ଼ିଲା ଭୂମି ଗତେ ଆସି। ଯେ ଗଙ୍ଗା ଭୁବନ ପାବିନି ତକ୍ଷଣେ ଭଗୀରଥ ଘେନି। ବସିଲା ବାୟୁ ବେଗେ ରତେ ଗଙ୍ଗା ତାହାର ଅନୁପଥେ। ପବିତ୍ର କରିବେ ନିପାସେ ଭାଗିଲା ଯେତେ ନଗ୍ର ଦେଶେ। ଏ ଧରିଣୀ ବିବର ପଶିଲା କପିଳ ଆଶ୍ରମେ ମିଳିଲା। ସଗର ପୁତ୍ରେ ଯହିଁ ମିଳି ଅନେକ ଯାଉଛନ୍ତି ଜଳି। ଏ ଜଳ ପ୍ରବେଶ ତାଙ୍କ ମଧ୍ୟରେ ତକ୍ଷଣେ ପରମ ଆନନ୍ଦେ। ଜ୍ୟୋତି ସ୍ୱରୂପେ ସ୍ୱର୍ଗେ ଗଲେ ସ୍ୱର୍ଗେ ଦେଖନ୍ତି ଦିଗପାଳେ। କପିଳ ମୁନି କ୍ରୋଧାନଳ ହୋଇ ଭୁବନ ମଣ୍ଡଳ। ଯେ ଜଳ ସ୍ପର୍ଶନେ ମାତ୍ରେ ଦୁରିତ ନର ହୋଇ ଗାତ୍ରେ। ଅନନ୍ତ ଚରଣ ସ୍ପର୍ଶେ ଗଙ୍ଗା ଶରଣେ ପାପନାଶେ। ସେ ଗଙ୍ଗା ଜଳେ ଦେଇ ମନ ଭବୁ ତରିଲେ ମୁନିଜନ। ଏବେ ଶୁଣ ପରୀକ୍ଷିତ ସଗର ବଂଶାନୁଚରିତ। ସେ ଭଗୀରଥ ରତନୟ ସ୍ୱଭାବେ ଶ୍ରୁତ ନାମ ବହେ। ନାଭ ତାହାର ପୁତ୍ର ହୁଏ ଅଶେଷ ଗୁଣ ଯାର ଦେହେ। ସିନ୍ଧୁ ଦୀପ ତାର ନନ୍ଦନ ତମ ଆୟୁ ତାୟୁ ଉତ୍ପନ୍ନ। ଏ ତାସୁତ ଋତୁପର୍ଣ୍ଣ ଲେଖ ସେ ନଳ ସଙ୍ଗେ ପ୍ରିୟ ମୁଖ। ଅକ୍ଷ ବିଦ୍ୟାରେ ଗୁରୁ ଟାଣ ପଡ଼ଇ ବଚନ ପ୍ରମାଣ। ସେ ବିଦ୍ୟା ନଳକୁ ଶିଖାଇ ବନେ ପଶିଲା ତପଦାୟୀ। ତାର କୁମର ସର୍ବ କାମ ସ୍ୱଭାବେ ସର୍ବଗୁଣ ଧାମ। ସୁଦାମ ତାହାର ସନ୍ତତି ତା ପୁତ୍ର ମଦୟନ୍ତୀ ପତି। ମିତ୍ର ସହ ନାମରେ ଖ୍ୟାତ ଜଗତେ ବୋଲନ୍ତି ସମସ୍ତ। ତାହାର ସବୁ ଦାସ ନାମ ଜନ୍ମ ପାଦ ବିଦ୍ୟମାନ। ସେ ପୁଣି ଗୁରୁ ସାପ ପାଇ ବନେ ରାକ୍ଷସ ଦେହ ବହି। ସେ କର୍ମେ ଅପୁତ୍ରୀ ହୋଇଲା କୋପେ ବଶିଷ୍ଠ ସାପ ଦେଲା। ତା କଥା ଶୁକ ମୁଖ ଶୁଣି ବୋଲେ ପରୀକ୍ଷ ନୃପମଣି। ମହାତ୍ମା ସୌଦାସ କେମତେ ରାକ୍ଷସ ହୋଇଲା ବନସ୍ତେ। କିବା ଅନତି ଆଚରିଲା ପୁତ୍ରୀ କି ଅର୍ଥେ ହୋଇଲା। କଥା କହ ମୁନିବର ମୁଁ ଯେବେ ସେବକ ତୁମ୍ଭର। ଶୁକ କହନ୍ତି ରାଜା ଚାହିଁ ଶୁଣ ହୋ ସାବଧାନ ହୋଇ। ସୌଦାସ ଚରିତ ଅଦ୍ଭୁତ ଲଭିଲା କର୍ମର ଆୟତ। ବନେ ରାକ୍ଷସ ବେନି ଭାଇ ବୁଲନ୍ତି ନର ମାଂସ ଖାଇ। ସୌଦାସ ରାଜା ଶସ୍ତ୍ର ହସ୍ତେ ବନେ ପଶିଲା ପଶୁ ଅର୍ଥେ। ସେ ଦୁଇ ରାକ୍ଷସଙ୍କୁ ଦେଖି ବାଣ ମାଇଲା ରାଜା ଲକ୍ଷ୍ମୀ। ଏ ବାଣ ରାକ୍ଷସ ମୋରେ ଏକ ତାହାର ଭାଇ କର୍ମ ଦେଖ। ରାକ୍ଷସ ଭାତୃବୋଧ ଦେଖି ଅତ୍ୟନ୍ତ ହୋଇଲା କ ଦୁଃଖୀ। ଥିଲା ପ୍ରତିକାର ମନେ ମିଳିଲା ରାଜା ସନ୍ନିଧାନେ। ମନରେ ବିଚାର କରଇ ଏ ଯେ ମାଇଲା ମୋର ଭାଇ। ଏବେ ନିଜ ପୁର ଗଲେ କରିବି ପ୍ରତିଫଳ ହେଲେ। ତଦନ୍ତେ ରାଜଗୃହେ ଗଲା ଶୁଣ ଏ ଅଭିମନ୍ୟୁ ବଳା। ରାକ୍ଷସ ସୁପକାର ବେଶେ କପଟେ ରହେ ରାଜା ପାଶେ। ଏମନ୍ତେ ଗଲା ଦିନ କେତେ ବଶିଷ୍ଠ ନୃପତି ଅଗ୍ରତେ। ମିଳିଲେ କ୍ଷୁଧାର କଷଣେ ଆମିଷ ଭୋଜନ କାରଣେ। ବୋଲନ୍ତି ନୃପତି ଅଗ୍ରତେ ମାଂସ ଭୋଜନ ଦିଅ ମତେ। ଏମନ୍ତେ କହି ମୁନି ଗଲେ ସନ୍ଧ୍ୟାର ଅର୍ଥେ ଗଙ୍ଗା ଜଳେ। ବଶିଷ୍ଠ ଆଗମନ ଚାହିଁ ସୁପକାରକୁ ସେ ବୋଲଇ ମାଂସ ପାକ କର ଭୁଞ୍ଜିବେ ବ୍ରହ୍ମାଙ୍କ କୁମର। ଶୁଣି ସୁପକାର ସମସ୍ତ ଆମିଷ ରାନ୍ଧିଲେ ତୁରିତ। ତମ ପଶୁଙ୍କର ମାଂସ ଯେବେ ବଶିଷ୍ଠ ମୁନି ତୋଷ। ତାହାଙ୍କ ମଧ୍ୟ ଦ୍ୱିଜ ରୂପେ ରାକ୍ଷସ ଭାଇ ଥିଲା ଗୋପୀଏ। ମନୁଷ୍ୟ ମାଂସ ପାକ କଲା ସୁବର୍ଣ୍ଣ ପାତ୍ରେ ତା ଭରିଲା।
ତକ୍ଷଣେ ଅନ୍ତର୍ଧ୍ୟାନେ ଗଲା ଏମତେ ବଶିଷ୍ଠ ମିଳିଲା। ଭଜନେ ବସିଲେ ଆସନେ ରାଜା ସମୀପେ ବିଦ୍ୟମାନେ। ମତେ ସୁପକାର ନେଲେ ସୁବର୍ଣ୍ଣ ପାତ୍ରେ ମାଂସ ଦେଲେ। ସନ୍ତୋଷେ ମୁନି ନର ମାଂସ କରେ ଘେନିଲେ ଏକ ଗ୍ରାସ। ଘ୍ରାଣ ନାସାରନ୍ଧ୍ରେ କଲେ ଭୂମିରେ ତକ୍ଷଣେ ଖେପିଲେ। ଏନୁପତି ବଦନ ନାଇଁ ବୋଇଲେ କୋପ ଭର ହୋଇ। ମତେ ଯେ ଦେଲୁ ନର ମାଂସ ଏ ପାପେ ହୁଅତୁ ରାକ୍ଷାସ। ଅରଣ୍ୟ ଦ୍ୱାଦଶ ବରଷ ରାକ୍ଷାସେ ଭକ୍ଷ ନର ମାଂସ। ହେମନ୍ତ ମୁନି ବାକ୍ୟ ଶୁଣି କୋପେ କମ୍ପନ୍ତି ନୃପମଣି। ମୁଁ ଯେ ନୁହଁ ଜ୍ଞାନ ଭ୍ରଂଶ କେମତେ ଦେବି ନର ମାଂସ। ନ ଜାଣି ସାପ ଦେଲ ଗୁରୁ କେ ବ୍ରହ୍ମ ସାପ ଅନ୍ୟ କରୁ। ମୁଁ ଏବେ ପ୍ରତି ସାପ ଦେବି ହେମନ୍ତ ବୁଦ୍ଧି ମନେ ଭାବି। ଜଳ ଅଞ୍ଜଳି ହସ୍ତେ କଲା ବଶିଷ୍ଠ ଅଗ୍ରତେ ମିଳିଲା। ରାଜାର କୋପ ଦେଖି ମନେ ପତ୍ନୀ ମିଳିଲା ସନ୍ନିଧାନେ। ତାହାର ମଦୟନ୍ତୀ ନାମ ରୂପେ ସକଳ ଗୁଣଧାମ। ଏ ବୋଲୋଇ ସ୍ୱାମୀ ମୁଖ ଚାହିଁ ଏକଥା ତୋତେ ନ ଘଟଇ। ଏ ଗୁରୁଙ୍କୁ ସାପ ଶିଷ୍ୟ ଦେଲେ ଅଧର୍ମ ହୋଇ ବଟି ବଲେ। ଏକଥା କେବେ ନ କର ତାର ବଚନେ ରୂପବର। ମନ୍ତ୍ରିତ ଜଳ କୋପଭରେ ସିଞ୍ଚିଲା ଆପଣା ପାଦରେ। ତକ୍ଷଣେ କଳମସ ହୋଇଲା କଳମସ ପାଦ ବୋଲାଇଲା। ସେ ଚାହେଁ ଦଶ ଦିଶେ ସକଳ ମାଂସ ପ୍ରାୟ ଦିଶେ। ଏ ତକ୍ଷଣେ ରାକ୍ଷାସ ଶରୀରେ ରାଜା ପଶିଲା ବନ ଘରେ। ବନେ ରାକ୍ଷାସ ଦେହ ପାଇ ଭ୍ରମଇ ନର ମାଂସ ଖାଇ। ମତେ ଗଲା କେତେ ଦିନ ଶୁଣ ଏ ପରୀକ୍ଷ ରାଜନ। ପ୍ରଦମ୍ପତି ଏକ ଦିନେ ଆସନ୍ତେ ଗହନ ବିପିନେ। ପତ୍ନୀ ଯେ ପିତା ଗୃହେ ଥିଲା ହେମନ୍ତ ଋତୁ ପୂଜିଲା। ବିପ୍ର ପୁଷ୍ପୋତ୍ସବ ଆସେ ପତ୍ନୀ ଆନନ୍ଦେ ଗୃହ ବାସେ। ବନେ ବିଧି ଯୋଗ ବଳେ ରାକ୍ଷାସ ନିକଟେ ମିଳିଲେ। ସ୍ୱଭାବେ ନିର୍ଜନ ବନସ୍ଥ ବୁଲନ୍ତି ହରାଇଣ ପଥ। ସେ ରାଜା ଭୟଙ୍କର ରୂପେ ମିଳିଲା ତାହାଙ୍କ ସମୀପେ। ଗର୍ଜନ କରି ଭୟଙ୍କରେ ବିପ୍ରଙ୍କୁ ଧରିବେନି କରେ। ଭକ୍ଷଣେ ତୁଣ୍ଡ ବିସ୍ତାର ଏ ବ୍ରାହ୍ମଣୀ ବୋଲେ ତାଙ୍କୁ ଚାହିଁ। ଭନୃପ ଧର୍ମ ନ କର ଇକ୍ଷ୍ୱାକୁ ବଂଶେ ଧର୍ମେଶ୍ୱର। ତୁ ନହୁ ରାକ୍ଷାସ ଶରୀର ପ୍ରତ୍ୟକ୍ଷେ ମଦୟନ୍ତୀ ବର। ମୋର ସ୍ୱାମୀ କି ଛାଡ଼ ତୁଇ ପୁଷ୍ପ ଉତ୍ସବ ମୋର ହୋଇ। ସ୍ୱାମୀର ସଙ୍ଗେ ସଙ୍ଗ କରି ପୁତ୍ର ସନ୍ତତି ଗର୍ଭେ ଧରି। ସଂସାର ହୋଇବ ମୋହର ଦୁର୍ଲଭ ନର କଳେବର। ଦେବେ ବାଞ୍ଛନ୍ତି ଯାହା ନିତ୍ୟ କର୍ମ କରିବୁ କେମନ୍ତେ। ଦେଖ ପଣ୍ଡିତେ ମୋର ସ୍ୱାମୀ ତପ କରିଣେ ପଥଶ୍ରମୀ। ଏ ସର୍ବଭୂତେ ଦୟା ବହେ ଦେବେ ବସନ୍ତି ଯାର ଦେ। ଏହାର ବୋଧେ ସୃଷ୍ଟି ବୋଧ ଏମଲେ ଲଭିବୁ ପ୍ରମାଦ। ଏକଥା ଶୁଣ ଯେବେ ମିଛ ତୁ ମତେ ଅଗ୍ରେ ବେଗେ ଭକ୍ଷ। ମୋହର ଅଗ୍ରେ ସ୍ୱାମୀ ମଲେ ଜୀବନ ନ ଧରିବି ଭଲେ। ଏମତେ ଅନେକ କହିଲା ତାହାର ଚରଣେ ପଡ଼ିଲା। କାନ୍ଦଇ ପତି ମୁଖ ଚାହିଁ ତକ୍ଷଣେ ବ୍ୟାଘ୍ର ପ୍ରାୟ ହୋଇ। ବଶିଷ୍ଠ ସାପେ ଜ୍ଞାନ ଗଲା ତକ୍ଷଣେ ବିପ୍ରଙ୍କୁ ଭକ୍ଷିଲା। ଏ ସ୍ୱାମୀ ମରଣ ଦେଖି କୋପେ ରାକ୍ଷାସେ ଚାହିଁ ମନସ୍ତାପେ। ବୋଲୋଇ ଶୁଣରେ ପାମର ସମ୍ପଦ ନାସିଲୁ ମୋହର। ତୋହର ପତ୍ନୀ ସଙ୍ଗ କାଳେ ପ୍ରାଣ ତୁ ଛାଡ଼ ଅନ୍ତରାଳେ। ଏମନ୍ତ ସାପ ତାକୁ ଦେଇ ପଶିଲା ଅଗ୍ନି କୁଣ୍ଡେ ଯାଇ। ତକ୍ଷଣେ ଜୀବନ ଛାଡ଼ିଲା ସ୍ୱଧର୍ମେ ପତି ସଙ୍ଗେ ଗଲା। ଏ ସାପୁ ମୁକତ ରାଜା ହୋଇ ମିଳିଲା ଅନ୍ତପୁରେ ଯାଇ। ପତ୍ନୀ ସଙ୍ଗମ ଇଚ୍ଛା ଚିନ୍ତିତା ଦେଖି ବୋଲେ ମଦୟନ୍ତୀ। ଏ ବ୍ରହ୍ମଣୀ ସାପ ଦେଲା ତୋତେ ମୋ ଅଙ୍ଗ ଛୁଇଁବୁ କେମନ୍ତେ। ତିରୁମୈଥୁନ ସଙ୍ଗ ତେଜ ଜୀବନେ ଯେବେ ଅଛି କାର୍ଯ୍ୟ। ଏମତେ ତାହାର ବଚନେ ରାଜା ବିଚାରେ ଦୁଃଖ ମନେ। କେମନ୍ତେ ହୋଇବ ସନ୍ତତି ନାନା ଉପାୟ ମନେ ଚିନ୍ତି। ବଶିଷ୍ଠ ସମୀପେ ମିଳିଲା ମୋ ବଂଶ ରଖ ତୁ ବୋଇଲା। ହେମନ୍ତ ରାଜାର ବଚନେ ତାର କାମିନୀ ଗର୍ଭାଧାନେ। ବଶିଷ୍ଠ ସଙ୍ଗେ ସଙ୍ଗ କରି ଗର୍ଭ ହୋଇଲା ତାର ନାରୀ। ସେ ଗର୍ଭ ଶପଥ ବରଷ ଜନ୍ମ ନୋହିଲା ବୋଲି ରୋଷ। ଅସ୍ତ୍ର ପ୍ରହାର ଗର୍ଭେ କଲା ତକ୍ଷଣେ ଗର୍ଭ ଉପୁଜିଲା। ନାମ ତା ଅଶ୍ମଳ ହୋଇଲା ଯେଣୁ ଅଶ୍ମଘାତୁ ବଞ୍ଚିଲା। ବାଳକ ଅଶ୍ମକର ପୁତ୍ର ନାରୀଙ୍କ ଦ୍ୱାରା ସେ ରକ୍ଷିତ। ତେଣୁ ନାରୀ କବଚ ନାମ ପୁଣି ସେ ମୂଳକ ଆଖ୍ୟାନ। ଏ ରୂପେ ତିନି ନାମ ଖ୍ୟାତ ଏ ଯେ ବାଳକ ନରନାଥ। ଦଶରଥ ତାର ସନ୍ତାନ ତହୁଁ ଐଡ୍ୟ ବିଡ଼ ଉତ୍ପନ୍ନ। ତାତହୁଁ ବିଶ୍ୱସ ହୋଇ ସୁଖେ ସେ ପୃଥିବୀ ପାଳଇ। ରଙ୍ଗ ତାହାର କୁମର ଯୁଦ୍ଧେ ରଖିଲା ପୁରନ୍ଦର। ସେ ମୋହିତ ଯେ ଚକ୍ରବର୍ତ୍ତୀ ଶୁଣ ତାହାର ଯେବା ଗତି। ଅସୁର ଯୁଦ୍ଧେ ଦେବ ଗଣେ ତାଙ୍କୁ ବରିଲେ ଯୋଦ୍ଧାପଣେ। ସେ ପୁଣରି ପୂଜିଣୀ ଯୁଦ୍ଧେ ମେଲାଣି ଇଚ୍ଛେ ଦେବ ମଧ୍ୟେ। ଇନ୍ଦ୍ର ତାହାର ମୁଖ ଚାହିଁ ବୋଇଲେ ତୁ ଯିବୁ କିମ୍ପାଇଁ। ଏ ମୁହୂର୍ତ୍ତେ ଅଛି ତୋ ଜୀବନ ତା ଶୁଣି ବୋଲୋଇ ରାଜନ। ମୋର ଏ ରାଜ୍ୟ କାର୍ଯ୍ୟ ନାହିଁ କର୍ମଭୂମିକୁ ଯିବି ମୁଇଁ। ତେବେ ବୋଲନ୍ତି ରାଜା ଚାହିଁ ଯେ ବର ଇଚ୍ଛା ମାଗ ତୁହିଁ। ରାଜା ବୋଲୋଇ ପୁରେ ଯାଇ ବର କଳ୍ପିତ ନ ବାଞ୍ଛଇ। ହେମନ୍ତେ ଇନ୍ଦ୍ର ଆଗେ କହି ମିଳିଲେ ନିଜ ପୁରେ ଯାଇ। ତକ୍ଷଣେ ରାଇ ଜନ ପ୍ରଜା ଭୁଜ ଉଚାରି ବୋଲେ ରାଜା। ମୁଁ ଯେବେ ବ୍ରହ୍ମ କୂଳେ ଜାତ ଯେବା ମୋ କୂଳେ ଦୈବତ। ଯେବା ଅଛଇ ମୋର ଧନ ଦ୍ୱାରା ତନୟ ବନ୍ଧୁଜନ। ଏ ସର୍ବ ହରି ନିବେଦନ ଶୁଣ ସକଳ ସାବଧାନ। ମୋ ମତ ଧର୍ମ ବ୍ୟତିରେକେ ହରିଙ୍କୁ ସର୍ବଭୂତେ ଦେଖେ।
ଯେ ତିନି ଭୁବନେ ଈଶ୍ୱର ଇନ୍ଦ୍ର ଯେ ମୋତେ ଦେଲେ ବର ଏବର ଯେବେ ସେ ପ୍ରମାଣେ ମୋ ଚିତ୍ତ ରହୁ ନାରାୟଣେ ଶୁଣ ମାୟାରେ ଜଗତ ଦିଶ ଇନ୍ଦ୍ର ଜାଲ ମତ ମନ୍ତ କହିନୁ ପରାଣ ତକ୍ଷଣେ ଛାଡ଼ିଲା ଜୀବନ ଏ ମାୟା ଛାଡ଼ି ହରିପାଦେ ମୋ ଚିତ୍ତ ରହୁ ଅପ୍ରମାଦେ ନିସ୍ତରୀ ଗଲା ମାୟା ମହେ ପଶିଲା ଗୋବିନ୍ଦର ଦେହେ ବୋଲ ଏ ବିପ୍ର ଜଗନ୍ନାଥ ନବମ ସ୍କନ୍ଧେ ଭାଗବତମ୍ ନିର୍ମଳ ବିଷ୍ଣୁର ଚରିତ ବିଷୟା ବିଷକୁ ଅମୃତମ୍ ଶୁଣି ପୁରାଣ ଭାଗବତ ଭାବେ ହଇଣ କୃତ କୃତ୍ୟମ୍ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସହିତମ୍ व्यासिक्यां नवम स्कन्धे वंशानुचरिते नहुष उपाख्याने नाम नवमोऽध्यायम् बोल आनन्दे कवार हरि हरि बोल।